ଜଙ୍ଗଲରେ ଗୋଟିଏ ଡାହାଣୀ ମନ ଦୁଃଖରେ ବସିଥାଏ। କାରଣ ତା ସ୍ୱାମୀର ମୃତ୍ୟୁ ହୋଇଯାଇଥିଲା। ସେ ଏତେ ଦୁଃଖିତ ଥିଲା ଯେ ବହୁତ ଦିନ ହେବ ଠିକରେ ଖାଇନି କିମ୍ବା ଶୋଇନି। ଏତିକିବେଳେ ହଠାତ୍ ଡାହାଣୀର ଭଉଣୀ ସେଠାରେ ପ୍ରକଟ ହୋଇ କହିଲା, ଅରେ ମୋର ସୁନା ଭଉଣୀ, ଏପରି କେତେ ଦିନ ଆଉ ଏ ଜଙ୍ଗଲଟା ଭିତରେ ଏକଲା ବଞ୍ଚିକି ରହିବୁ? ତୋ ସ୍ୱାମୀକୁ ମରିବା 3 ମାସ ହୋଇଗଲାଣି। ଏତେ ଦିନ ହେବ ତୁ ଏଠାରେ ନ ଖାଇ ନ ପିଇ ବସିଛୁ, ଆଉ ତା ସହ ଠିକରେ ମଧ୍ୟ କାହା ସାଥିରେ କଥା ହେଉନୁ। ଯଦି ତୁ ଏପରି ରହୁ ତାହେଲେ ଅଳ୍ପ ଦିନ ଭିତରେ ତୋର ମଧ୍ୟ ତୋ ସ୍ୱାମୀ ପରି ମୃତ୍ୟୁ ହୋଇଯିବ। ଆରେ ତୋ ସ୍ୱାମୀ ପରି ଆମେ ମଧ୍ୟ ଦିନେ ନା ଦିନେ ନଷ୍ଟ ହେବା। ଆଉ ଏଥିରେ ଦୁଃଖ କଲା ଭଳି କଥା କ'ଣ? ଦେଖ, ତୁ ଏହି ଗୋଟିଏ ଜାଗାରେ ବସିଥିବାରୁ ତୋତେ ଖାଲି ତୋ ସ୍ୱାମୀ କଥା ମନେ ପଡ଼ୁଛି। ତେଣୁ ତୁ ଥରେ ବାହାରେ ବୁଲି ଜଙ୍ଗଲ ଦେଖିବା ସହ ଅନ୍ୟମାନଙ୍କ ସାଥିରେ କଥା ହ। ଦେଖିବୁ ସବୁ କିଛି ଠିକ ହୋଇଯିବ ଏବଂ ମନ ମଧ୍ୟ ଭଲ ଲାଗିବ। ଅରେ ଭଉଣୀ, ମୋର ଏ ଜୀବନ ରଖିକି କିଛି ଲାଭ ନାହିଁ। ମୁଁ ମଧ୍ୟ ମୋ ସ୍ୱାମୀଙ୍କ ପରି ମରିବାକୁ ଚାହୁଁଛି ଏବଂ ତାଙ୍କ ପାଖକୁ ଯିବା ପାଇଁ ଚାହୁଁଛି। ତେଣୁ ମୋତେ ଏପରି ଏଠାରେ ଏକଲା ଛାଡ଼ିଦେ। ମୁଁ ମନ ଖୋଲିକି କାନ୍ଦିବାକୁ ଚାହୁଁଛି। ଏ ଦୁନିଆରେ ମୋର କେହି ବି ନାହାନ୍ତି। ଏପରି ମୁଁ ଏକଲା ବଞ୍ଚିବା ଅପେକ୍ଷା ମରିଯିବାଟା ଭଲ। ତେଣୁ ଭଲ ହେବ ମୋତେ ତୁ ଏକଲା ଛାଡ଼ିଦେ ଓ ଏଠାରୁ ପଳା। ମୋ ମନ ଯେବେ ଭଲ ହେବ ମୁଁ ଏଠାରୁ ଯିବି। ଦେଖ ଭଉଣୀ, ମୁଁ ତତେ କିଛି ବି ବାଧ୍ୟ କରିବାକୁ ଚାହୁଁନି। ମୁଁ ଜାଣିଛି ଏବେ ତୋର ପରିସ୍ଥିତି ଭଲ ନାହିଁ। ତେଣୁ ବେଶୀ କିଛି କହି ତତେ ଅଧିକ ଦୁଃଖିତ କରିବାକୁ ଚାହୁଁନି। ବାସ୍ ମୁଁ ଏତିକି କହୁଛି, ସବୁ ଶେଷ ପରେ କିଛି ନୂତନର ଆରମ୍ଭ ହୋଇଥାଏ। ତେଣୁ ତୁ ମଧ୍ୟ ନୂତନ ଜୀବନ ଆରମ୍ଭ କରିବାକୁ ଚେଷ୍ଟା କର। ଏ ମନ ହେଉଛି ପରିବର୍ତ୍ତନଶୀଳ। ଦେଖିବୁ କୁଆଡ଼େ ପରିବର୍ତ୍ତନ ହୋଇଯିବ। ସେ ଏପରି କହି ସେଠାରୁ ଅଦୃଶ୍ୟ ହୋଇଗଲା। ହେଲେ ଡାହାଣୀ ଏଠାରେ ମନ ଦୁଃଖରେ ବସିଥାଏ। ଏତିକିବେଳେ ହଠାତ୍ ତାର ନଜର ପଡ଼ିଲା, ଗଛ ତଳେ ଗୋଟିଏ ଠେକୁଆ ମନ ଦୁଃଖରେ ବୁଲୁଥାଏ। ଡାହାଣୀ ସେ ଠେକୁଆକୁ ଦେଖି ଜାଣିପାରିଲା ଠେକୁଆର ମଧ୍ୟ ସ୍ୱାମୀ ମରିଯାଇଛି। ହେଲେ ତଥାପି ସେ ଗୋଟିଏ ନୂତନ ଜୀବନ ଆରମ୍ଭ କରିବା ପାଇଁ ଚେଷ୍ଟା କରୁଥାଏ। ଏହା ଦେଖି ଡାହାଣୀର ମନ ପରିବର୍ତ୍ତନ ହୋଇଗଲା। ତେଣୁ ସେ କହିଲା, ଅରେ ମୁଁ କେତେ ବଡ଼ ମୂର୍ଖଟାରେ। ଏଠାରେ ଗୋଟିଏ ଛୋଟ ଠେକୁଆ ତାର ମନକୁ ବୁଝାଇ ବାହାରେ ବୁଲୁଛି ଏହି ଆଶାରେ କି ସବୁ କିଛି ଠିକ ହୋଇଯିବ ବୋଲି। ହେଲେ ମୁଁ ଏଠାରେ ମନ ଦୁଃଖରେ ବସିଛି। ତେଣୁ ମୋତେ ଏଠାରୁ ଯେମିତି ବି ହେଉ ମୁକୁଳିବାକୁ ପଡ଼ିବ ଏବଂ ଏକ ନୂତନ ଜୀବନ ଆରମ୍ଭ କରିବାକୁ ପଡ଼ିବ। ତେବେ ଯାଇ ମୁଁ ଠିକ ହୋଇପାରିବି। ଏବେ ବହୁତ ହୋଇଗଲା ଏକଲା ବସିବା। ଏବେ ସମୟ ଆସିଗଲା କିଛି କରିବାର। ଡାହାଣୀ ଏପରି କହି ରହିଲା ଏବଂ ତା ପରଦିନ ସକାଳ ହେବା ପରେ ସେ ଜଙ୍ଗଲରେ ବୁଲିଲା। ଜଙ୍ଗଲରେ ବୁଲୁଥିବା ବେଳେ ହଠାତ୍ ଗୋଟିଏ ଭୂତ ତାକୁ ଦେଖେଇକି କହିଲା, ଆରେ ଲାଜ ନାହିଁ ତାର ଏ ମୁହଁକୁ। ସ୍ୱାମୀକୁ ଖାଇଲା, ଆଉ ଏବେ ଜଙ୍ଗଲରେ ଖୁସି ହୋଇ ବୁଲୁଛି। ଏପରି ଡାହାଣୀ ବଞ୍ଚିବା ଅପେକ୍ଷା ମରିଯିବା ଭଲ। ସିଧୁ ଅଲକ୍ଷଣୀଟା ଏଇ ଜଙ୍ଗଲରେ ବୁଲି ଜଙ୍ଗଲକୁ ଅମଙ୍ଗଳ କରିଦେଲା। ଏବେ ମୋତେ ଜଙ୍ଗଲକୁ ଗୋବର ପକାଇ ଧୋଇବାକୁ ପଡ଼ିବ, ନହେଲେ ୟା ଦଶା ମୋ ଦେହରେ ଲାଗିଯିବ। ଛି 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 ଛି। ଡାହାଣୀ ସବୁ ଶୁଣି କିଛି ବି ନ କହି ସେଠାରୁ ଆଗକୁ ବଢ଼ିବାରେ ଲାଗିଲା। ସେ କିଛି ବାଟ ଯାଇଛି, ତାକୁ ଆଉ ଏକ ଭୂତ ଦେଖି କହିଲା, ଆରେ ଏ ଚମ୍ପାକଲି, ଟିକେ ଏଠାକୁ ଆସୁନା। ତୁମେ ଦେଖିବାକୁ ବହୁତ ସୁନ୍ଦର। ତୁମ ଆଗରେ ହିରୋଇନ ବି ଫେଲ ମାରିଯିବେ। ତୁମକୁ ଦେଖି ମୋ ଦେହ ଭିତରେ ଖାଲି କ'ଣ ହୋଇଯାଉଛି। ଆରେ ମୁଁ କାଳେ ଶୁଣିଛି ତମ ସ୍ୱାମୀ ମରିଯାଇଛି। ତମେ ଏବେ ଏକଲା ଅଛ। ତେଣୁ ଟିକେ ସମୟ କାଢ଼ି ମୋ ଘର ଆଡ଼କୁ ବୁଲି ଆସ। ମୁଁ ବି ତୁମ ପରି ଏକଲା ଅଛି। ମୋତେ ତୁମର ସ୍ୱାମୀ ଭାବ ନା କ'ଣ କହୁଛ? ମୋ ପାଖକୁ ଆସିବ ନା ଆସିବନି? ଯଦି ଆସିବ ତାହେଲେ ତମେ ଯାହା କହିବ ମୁଁ ସେଇଆ ଦେବି। ବାସ୍ ଖାଲି ତମେ ମୋ ପାଖକୁ ଆସିବ ଦରକାର। ଏସବୁ ଶୁଣି ଡାହାଣୀ ବହୁତ ଦୁଃଖିତ ହୋଇଗଲା। ଏସବୁ କଥାକୁ ସହ୍ୟ କରିପାରିଲା ନାହିଁ। ଏହା ଶୁଣି ସତେ ତା ଦେହରେ ନିଆଁ ଲାଗିଗଲା ପରି ଲାଗୁଥାଏ। ହେଲେ ସେ ଚାହିଁଲେ ମଧ୍ୟ କିଛି କରିପାରିଲା ନାହିଁ। ତେଣୁ ସେ ସେଠାରୁ ଯାଇ
ଗୋଟିଏ ଜାଗାରେ ବସି କହିଲା, ଆରେ ଇଏ କ'ଣ? ଦିନକୁ ଦିନ ଏ ଦୁନିଆ ବହୁତ ଖରାପ ହେବାରେ ଲାଗିଲାଣି। ଯିଏ ଦିନେ ମତେ ଭାଉଜ କହି ମୁଣ୍ଡ ନୁଆଇ ସମ୍ମାନ ଦେଉଥିଲା, ସେ ଆଜି ମତେ ଏପରି କଥାବାର୍ତ୍ତା କରୁଛି। ଆଉ ଯିଏ ମତେ ଦିନେ ଘରେ ଡାକି ଖାଇବାକୁ ଦେଉଥିଲା, ସେ ଆଜି ମତେ ଅମଙ୍ଗଳିଆ କହୁଛି। କ'ଣ ମୋ ସ୍ୱାମୀ ମରିବା ଭୁଲ ଥିଲା? କ'ଣ ମୋ ସ୍ୱାମୀ ପାଇଁ ମୁଁ ଆଜି ଏପରି କଷ୍ଟ ସହିବାକୁ ପଡୁଛି? ଆରେ ମୁଁ ତ ଭାବୁଥିଲି ଧୀରେ ଧୀରେ ମୋ ଭିତରେ ଥିବା ସବୁ ଦୁଃଖକୁ ଭୁଲିଯିବି ବୋଲି, ହେଲେ ଏ ଦୁନିଆ ମତେ ଠିକରେ ବଞ୍ଚିବାକୁ ଦେବନି। ଲାଗୁଛି ମତେ ସବୁଦିନ ଏପରି ଦୁଃଖରେ ଘରେ ରହିବାକୁ ପଡିବ। ଡାହାଣୀ ଏପରି କହି ମନ ଦୁଃଖ କରୁଥିବା ବେଳେ ହଠାତ୍ ତାର ମୁଣ୍ଡକୁ ଗୋଟିଏ ଭଲ ବୁଦ୍ଧି ଜୁଟିଲା। ତେଣୁ ସେ କହିଲା, ଆରେ କ'ଣ ଏଇ ସାଧାରଣ କଥାରେ ମୁଁ ହାରିଯିବି କି? ଯାହା ତ ହେବା କଥା ହୋଇଗଲାଣି। ଏବେ ମତେ ଏ ସମାଜ ସାଥିରେ ଲଢ଼ିବାକୁ ପଡ଼ିବ। ଆରେ ମୋର ମାନସିକ ସ୍ଥିତି ଠିକ ନଥିବାରୁ ମୁଁ ଏବେ କିଛି ବି ଉତ୍ତର ଦେଇପାରୁନି। ହେଲେ ଥରେ ମାନସିକ ସ୍ଥିତି ଠିକ ହେବା ପରେ ମୁଁ ସମସ୍ତଙ୍କୁ ଠିକରେ ଉତ୍ତର ଦେବି। ତେଣୁ ମୁଁ ଏବେ ଗୋଟିଏ ମଣିଷ ରୂପ ଧାରଣ କରି ମଣିଷଙ୍କ ସାଥିରେ ବୁଲିବି, ଯାହାଦ୍ୱାରା ମତେ କେହି ବି ଜାଣିପାରିବେ ନାହିଁ। ବୁଲି ବୁଲି ମୋର ମନ ଭଲ ହେବା ପରେ ମୁଁ ମୋର ପ୍ରକୃତ ରୂପକୁ ଆସିବି ଓ ତାପରେ ଏ ଭୂତମାନଙ୍କ ଠାରୁ ପ୍ରତିଶୋଧ ନେବି। ଡାହାଣୀ ଏପରି କହି ନିଜର ରୂପ ପରିବର୍ତ୍ତନ କରି ଗୋଟିଏ ସୁନ୍ଦରୀ ଝିଅର ପରିଣତ ହୋଇଗଲା ଏବଂ ତାପରେ ଗାଁ ଆଡ଼କୁ ଯିବାରେ ଲାଗିଲା। ସେ ଯାଉଥିବା ବେଳେ ରାସ୍ତାରେ 2 ଜଣ ପିଲା ମଦ ପିଉଥିଲେ। ସେମାନେ ଦେଖିଲେ ଏ ଝିଅ ବହୁତ ସୁନ୍ଦର ଦେଖାଯାଉଛି, ତେଣୁ ୟାର ଫାଇଦା ଉଠାଇବା ଦରକାର। ଏପରି ଭାବି ରଘୁ କହିଲା, ଓହୋ ଜାନେମନ, ଏ ରାସ୍ତାରେ ଏକଲା କୁଆଡ଼େ ବୁଲୁଛ ମ? ଯଦି କହିବ ଏବେ ତୁମକୁ ମୋ ବାଇକରେ ବସାଇ ତମ ଘରେ ଛାଡ଼ିଦେବି। ଥରେ ଖାଲି କହିକି ଦେଖ। ଆଚ୍ଛା ଆଚ୍ଛା, ତମେ କାହିଁକି ଆମ ସାଥିରେ ବସିବ? ତମେ ତ ତମ ବୟଫ୍ରେଣ୍ଡ ଗାଡ଼ି ପଛରେ ବସିବ। ଆଚ୍ଛା ଶୁଣ, ତମେ ତମ ବୟଫ୍ରେଣ୍ଡ ଗାଡ଼ି ପଛରେ ବସ, ଏଥିରେ ମୋର କିଛି ବି ଅସୁବିଧା ନାହିଁ। ହେଲେ ଥରେ ଖାଲି ମୋ ପାଖକୁ ଆସ ଓ ମୋ ଗାଡ଼ିରେ ବସିକି ବୁଲିଯାଅ। ଦେଖିବ ମୁଁ ତୁମ ବୟଫ୍ରେଣ୍ଡ ଠାରୁ ବହୁତ ମଜା ଦେବି। ଆରେ ଓ ଜାନେମନ, କ'ଣ କହୁଛ? ମୋ ବାଇକରେ ବସିବ ନା ବସିବନି? ମୁଁ ଏଇ ଉଠିଲି। ଏହା ଶୁଣି ଡାହାଣୀ ଟିକେ ଡରିଗଲା ଓ ସେଠାରୁ ଯାଉଥିବା ବେଳେ ଦେଖିଲା ସେ 2 ଜଣ ମଦୁଆ ତାର ପିଛା କଲେ। ଏହା ଦେଖି ଡାହାଣୀ ଡରରେ ସେଠାରୁ ଦୌଡ଼ିକି ପଳାଇଲା ଓ ଜଙ୍ଗଲର ଗୋଟିଏ ଜାଗାରେ ଲୁଚିକି କହିଲା, ଆରେ ଏ ଭୂତମାନଙ୍କ ଠାରୁ ମଣିଷ ଜାତି ବହୁତ ଖତରନାକ। ଏମାନେ ଝିଅମାନଙ୍କ ସାଥିରେ ଏପରି ବ୍ୟବହାର କରୁଛନ୍ତି କାହିଁକି? ୟାଙ୍କ ଘରେ କ'ଣ ମା ଭଉଣୀ ନାହାନ୍ତି କି? ଏମାନେ ଏପରି ସକାଳେ ରାସ୍ତା କଡ଼ରେ ମଦ ପିଇ ଝିଅଙ୍କୁ ହଇରାଣ କରୁଛନ୍ତି, ଅଥଚ ୟାଙ୍କୁ କହିବା ପାଇଁ କେହି ନାହାନ୍ତି କିମ୍ବା ପୋଲିସ ମଧ୍ୟ ୟାଙ୍କର କିଛି ବି କରୁନି। ଦିନକୁ ଦିନ କ'ଣ ଏ ସମାଜ ଏତେ ତଳକୁ ଖସିଗଲା, ଯାହା ଶିକାର କେବଳ ନାରୀମାନେ ପାଉଛନ୍ତି। କ'ଣ ଗୋଟିଏ ନାରୀ ହୋଇ ଜନ୍ମ ହେବାଟା ଭୁଲ? ନା ଆମର ଜୀବନ ବୋଲି କିଛି ନାହିଁ? ହେ ଭଗବାନ, କିପରି ଏ ଅନ୍ୟାୟ ଅତ୍ୟାଚାର ଦେଖିକି ସହୁଛ? କାହିଁକି ତମେ ଏଭଳି ପାପୀମାନଙ୍କୁ ମାରି ଦେଉନା? ହେଲେ ଏପାଖରେ ଏ 2 ଜଣ ମଦୁଆ ରଘୁ ଓ ଅକ୍ଷୟ ଡାହାଣୀକୁ ଖୋଜି ଖୋଜି ଜଙ୍ଗଲକୁ ପଳାଇ ଆସିଲେ। ଆହୁରି ସାଙ୍ଗ ଅକ୍ଷୟ, ବିଶ୍ୱାସ କର, ଝିଅଟା ପୁରା ନଙ୍ଗା ହୋଇଛି। ତାକୁ ଦେଖି ମୋ ଦେହ ଭିତରେ ଖାଲି କ'ଣ ହୋଇଯାଉଛି। ସାଙ୍ଗ, ତୁ ମୋତେ ମାସେ ପର୍ଯ୍ୟନ୍ତ ଯେତେ ମଦ ମାଗିବୁ ମୁଁ ତୋତେ ପିଇବାକୁ ଦେବି। ବାସ୍ ଥରେ ଖାଲି ସେ ଝିଅକୁ ମୋତେ ଧରାଇ ଦେ। ମୁଁ ସେ ଝିଅ ସାଥିରେ ଥରେ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଛି। ଆହୁରି ସାଙ୍ଗ, ତୋର ଗୋଡ଼ ତଳେ ପଡ଼ୁଛି, ବାସ୍ ଥରେ ଖାଲି ସେ ଝିଅକୁ ଖୋଜିଦେ। ହଉ, ଏବେ ଆଉ ବେଶୀ କଥା ନ ହୋଇ ଚାଲ ଶୀଘ୍ର ସେ ଝିଅକୁ ଖୋଜିବା। 2 ଜଣ ଏପରି କଥାବାର୍ତ୍ତା ହୋଇ ଡାହାଣୀକୁ ଖୋଜିବାରେ ଲାଗିଲେ। ଏ 2 ଜଣ ଖୋଜି ଖୋଜି ଶେଷରେ ଡାହାଣୀକୁ ପାଇଗଲେ ଓ ତାପରେ ରଘୁ କହିଲା, ଆଲୋ ଏ ମୋର ଜାନେମନ, ତମେ କ'ଣ ଭାବିଲ ଏପରି ଆମ 2 ଜଣଙ୍କୁ ଧୋକା ଦେଇ ଖସିଯିବ ବୋଲି? ଆରେ ତମେ ତ ତମ ବୟଫ୍ରେଣ୍ଡକୁ ସବୁ ଦେଉଛ, ଥରେ ମୋତେ ଦିଅ। ମୋତେ ତମ ବୟଫ୍ରେଣ୍ଡ ଭାବ। ତମ ବୟଫ୍ରେଣ୍ଡ ଯାହା ବି ଦେଉଛି ମୁଁ ତୁମକୁ ତାଠାରୁ ଅଧିକ ଜିନିଷ ଦେବି। ଆସ, ଥରେ ଖାଲି ମୋ ପାଖକୁ ଆସ। ରଘୁ ଏପରି କହିବା ପରେ 2 ଜଣ ମିଶି ଡାହାଣୀକୁ ବଳାତ୍କାର କରିବାରେ ଲାଗିଲେ। ଡାହାଣୀ ଏ 2 ଜଣ ରାକ୍ଷସମାନଙ୍କ କବଳରୁ
ମୁକ୍ତ ହୋଇପାରିଲା ନାହିଁ। ଏ ରାକ୍ଷସ ତାଙ୍କ ପାପ କାର୍ଯ୍ୟ କରିସାରିବା ପରେ ରଘୁ କହିଲା, ଆଲୋ ଏ ଝିଅ, ଆମେ ଦୁଇ ଜଣ ତୋ ସାଥିରେ ଯାହା ବି କଲୁ, ଯଦି ତୁ ଏ ବିଷୟରେ କାହାକୁ କିଛି କହିବୁ କିମ୍ବା କିଏ ବି ଏ ବିଷୟରେ ଜାଣେ ତାହେଲେ କ'ଣ ହେବ ତୁ ଜାଣିପାରୁଥିବୁ। ମାନେ ତୋ ସାଥିରେ ଆମେ ଯାହା ବି କଲୁ ସେସବୁ ମୋବାଇଲରେ ରେକର୍ଡ କରିଛୁ ଓ ଏ ବିଷୟରେ ଯଦି କାହାକୁ କହୁ ତାହେଲେ ଭିଡ଼ିଓଟା ଭାଇରାଲ କରିଦେବି, ବୁଝିଲୁ? ତେଣୁ ଭଲ ହେବ ତୁ ତୋର ପାଟି ବନ୍ଦ କରି ରଖ। ଏହା ଶୁଣିବା ପରେ ଡାହାଣୀ ତାର ପ୍ରକୃତ ରୂପକୁ ଆସିଲା ଏବଂ ଏ ଦୁଇ ଜଣଙ୍କୁ ମାରିଦେଲା ଓ ତାପରେ କହିଲା, ଆରେ ମୁଁ ଆଜି ଏ ରାକ୍ଷସ ମାନଙ୍କ ଦ୍ୱାରା ଅପବିତ୍ର ହୋଇଗଲି। ଏ ରାକ୍ଷସ ପରି ଆହୁରି ଅନେକ ମଣିଷ ବୁଲୁଛନ୍ତି ଯେଉଁମାନଙ୍କୁ ମୃତ୍ୟୁଦଣ୍ଡର ଆବଶ୍ୟକ ଅଛି। ମୋର ସ୍ୱାମୀ ମରିବାରୁ ମୋତେ ସମସ୍ତେ ଅମଙ୍ଗଳିଆ କହିଲେ। ଏବେ ମୋର ବଳାତ୍କାର ପରେ ଜଣା ନାହିଁ ଲୋକେ କ'ଣ କହିବେ। ତେଣୁ ଏପରି ଜୀବନ ରଖିବା ଅପେକ୍ଷା ମରିଯିବା ଭଲ। ଡାହାଣୀ ଏପରି କହି ଆତ୍ମ ଆହୁତି ଦେଇ ଜଳିପୋଡ଼ି ମରିଗଲା। ଦର୍ଶକ ବନ୍ଧୁ, ଏହା ହୁଏତ ଗୋଟିଏ କାହାଣୀ ହୋଇପାରେ, ହେଲେ ବାସ୍ତବ ଜୀବନରେ ଏ ଦୁଇ ଜଣଙ୍କ ପରି ରାକ୍ଷସ ବୁଲୁଛନ୍ତି ଯିଏକି ଏପରି ନିରୀହ ଝିଅମାନଙ୍କୁ ବଳାତ୍କାର କରୁଛନ୍ତି, ଯେଉଁଥିପାଇଁ ନିରୀହ ଝିଅ ନିଜର ଜୀବନ ହାରୁଛନ୍ତି। ଏପରି ପାପୀମାନଙ୍କୁ ଉପଯୁକ୍ତ ଦଣ୍ଡ ମିଳୁନି, ଯାହାଦ୍ୱାରା ସେ ସବୁଆଡ଼େ ଭଲରେ ବୁଲୁଛନ୍ତି। ତେଣୁ ଆପଣମାନେ କେବଳ ସୋସିଆଲ ମିଡ଼ିଆରେ ଜଷ୍ଟିସ୍ ଲେଖିଲେ ହେବନି, ବରଂ ବାସ୍ତବରେ କିଛି କରିବାକୁ ପଡ଼ିବ, ଯାହାଦ୍ୱାରା ଏ ସମାଜ ସୁଧୁରିଯିବ। ଆରେ ମୋର ନାତି, ଦେଖିକି ସ୍କୁଲ ଯିବୁ। ଗଲାବେଳେ କେଉଁଠି ରହିବୁନି। ଅଚିହ୍ନା ଲୋକଙ୍କ ହାତରୁ କିଛି ବି ଖାଦ୍ୟ ନେବୁନି କିମ୍ବା ଖାଇବୁନି। ଆଉ ହଁ, ଆର ସାହିର ବହୁତ କାମୁଡ଼ା କୁକୁର ବୁଲୁଛନ୍ତି। ସେ ମଣିଷ ଦେଖିଲା ମାନେ ଗୋଡ଼ାଉଛନ୍ତି। ତେଣୁ ଯଦି ସେ କୁକୁର ତୋତେ ଗୋଡ଼ାଇଲେ ତୁ ନ ଦୌଡ଼ି କୌଣସି ଏକ ଲୋକର ସାହାଯ୍ୟ ମାଗିବୁ। ଆରେ ଏ ରାଜୁ, ତୋର ବିଜୁର ବହୁତ ଭଲ ସାଙ୍ଗ, ତେଣୁ ତୁ ବିଜୁର ଟିକେ ଧ୍ୟାନ ରଖିଥିବୁ। ଆରେ ଜେଜେ, ତମେ ଜମା ବି ଚିନ୍ତା କର ନା। ମୁଁ ଠିକରେ ଯିବି ଓ ଠିକରେ ଆସିବି। ତମେ ପ୍ରତ୍ୟେକ ଦିନ ଗଲାବେଳେ ମତେ ଏପରି କଥା କହୁଛ। ମୁଁ ଏଇ କଥା ଶୁଣି ଶୁଣି ପୁରା ମନେ ରଖିଦେଲିଣି। ହଉ, ତମେ ଆଉ ମୋ କଥା ବେଶୀ ନ ଭାବି ଯାଅ ଶୋଇପଡ଼ିବ। ମୁଁ ସ୍କୁଲରୁ ଫେରିଲେ ମତେ ଗପ କହିବ। ଆଉ ହଁ, କାଲି ମତେ କହିଥିଲ ସତଭୂତ କଥା କହିବା ପାଇଁ, ତେଣୁ ମତେ ସତଭୂତ କଥା କହିବ। ବିଜୁ ଏପରି କହିବା ପରେ ଦୁହେଁ ମିଶି ସ୍କୁଲ ଗଲେ। ସେ ଦୁଇ ଜଣ କିଛି ବାଟ ଗଲା ପରେ ଗୋଟିଏ ଜାଗାରେ ଟିକେ ଛିଡ଼ା ହୋଇଗଲେ। ଏତିକି ବେଳେ ବିଜୁ କହିଲା, ଆରେ ଏ ରାଜୁ, ତୋର କ'ଣ ହୋଇଛି? ତୋ ମନ ଦୁଃଖ ଥିବା ପରି ଲାଗୁଛି କିରେ? କିଛି ଅସୁବିଧା ହୋଇଛି କିରେ? କିମ୍ବା ଘରେ ତତେ କେହି କିଛି କହିଛନ୍ତି କିରେ, ଯେଉଁଥିପାଇଁ ତୋର ମୁହଁ ଆଜି ଶୁଖିଲା ଶୁଖିଲା ଦେଖାଯାଉଛି ଓ ଦୁଃଖ ଦୁଃଖ ଲାଗୁଛି? ଆରେ ତୁ ପରା କମେଡିଆନ ପିଲାଟା। ଯଦି ତୁ ଏପରି ଦୁଃଖିତ ହେବୁ ତାହେଲେ ମୁଁ କ'ଣ କରିବି ରେ? ମୁଁ ବି ଦୁଃଖିତ ହୋଇଯିବି। ହଉ, ଏବେ କହ ତୋ ଦୁଃଖର କାରଣ କ'ଣ? ଆରେ ସାଙ୍ଗ ବିଜୁ, ତୁ ବହୁତ ଲକି ରେ, କାରଣ ତୋ ପାଖରେ ତୋ ଜେଜେ ଅଛନ୍ତି, ଯିଏକି ତୋର ସର୍ବଦା ଯତ୍ନ କରୁଛନ୍ତି ଓ ଗପ କହୁଛନ୍ତି। ତୁ ପୁରା ଜେଜେଙ୍କ ସ୍ନେହ ପାଉଛୁ। ହେଲେ ମୋର ଜେଜେ ନାହାନ୍ତି। ମୁଁ ଜନ୍ମ ହେବା ଆଗରୁ କୁଆଡ଼େ ମୋ ଜେଜେ ମରିଯାଇଛନ୍ତି। ଯଦି ଆଜି ମୋ ଜେଜେ ମୋ ପାଖରେ ଥାନ୍ତେ ନା, ତାହେଲେ ହୁଏତ ଆଜି ମୁଁ ବି ସ୍ନେହ ପାଇଥାନ୍ତି। ଏକଥା ଭାବିଲେ ମତେ ବହୁତ ଦୁଃଖ ଲାଗେ। ଆରେ ସାଙ୍ଗ, ତୁ ଏଇ ଗୋଟିଏ କଥା ପାଇଁ ମନ ଦୁଃଖ କରୁଛୁ? ଆରେ ସାଙ୍ଗ, ତୋ ଜେଜେ ନଥିଲେ କ'ଣ ହେଲା? ମୋ ଜେଜେ ପରା ଅଛନ୍ତି। ମୋ ଜେଜେ କ'ଣ ତୋ ଜେଜେ ନୁହନ୍ତି କି? ହଉ ଛାଡ଼ ସେ କଥା। ତତେ ଗପ ଶୁଣିବାର ଅଛି ତ? ତାହେଲେ ତୁ ଆଜି ଆମ ଘରେ ରହିଯା। ରାତି ହେଲେ ମୋ ଜେଜେ ଆଜି ସତଭୂତ କଥା କହିବେ, ଯାହାକୁ ଆମେ ଦୁଇ ଜଣ ଶୁଣି ବହୁତ ଡରିବା ସହ ମଜା କରିବା। ନା କ'ଣ କହୁଛୁ? ହଉ, ଏବେ ଖୁସି ହୋଇଯା।
ବିଜୁଠାରୁ ଏପରି କଥା ଶୁଣି ରାଜୁ ଟିକେ ଖୁସି ହୋଇଗଲା ଏବଂ ତାପରେ ଦୁହେଁ ମିଶି ସ୍କୁଲ ଗଲେ ଏବଂ ଧୀରେ ଧୀରେ ସମୟ ଗଡ଼ି ସ୍କୁଲ ଛୁଟି ହେଲା ଓ ତାପରେ ଦୁହେଁ ମିଶି ବିଜୁ ଘରକୁ ଆସିଲେ। ବିଜୁର ଫେରିବା ବାଟକୁ ତାର ଜେଜେ ଚାହିଁକି ଘର ଆଗରେ ଛିଡ଼ା ହୋଇଥାଏ ଓ ଯେମିତି ବିଜୁ ଓ ରାଜୁ ଘରେ ପହଞ୍ଚିଛନ୍ତି ଜେଜେ ଦେଖି ବହୁତ ଖୁସି ହୋଇ ଶାନ୍ତିରେ ନିଶ୍ୱାସ ମାରି କହିଲେ, ଆରେ ନାତି, ତୋର ଆସିବା ଏତେ ବିଳମ୍ବ ହେଲା କାହିଁକି? ଜାଣିଛୁ, ତୋର ଆସିବା ଡେରି ହେବାରୁ ମୁଁ ବହୁତ ଚିନ୍ତାରେ ପଡ଼ିଯାଇଥିଲି। ଆଉ ତୁ ଯଦି କିଛି ସମୟ ବିଳମ୍ବ କରିଥାନ୍ତୁ ତାହେଲେ ମୁଁ ତତେ ଖୋଜିବାକୁ ପଳାଇଥାନ୍ତି। ତତେ ବାରମ୍ବାର କହୁଛି ତୁ ସ୍କୁଲ ଛୁଟି ହେବା ପରେ ଶୀଘ୍ର ଘରକୁ ପଳାଇ ଆସିବୁ ବୋଲି, ହେଲେ ତୁ ଲେଟ୍ କଲୁ କାହିଁକି? ଆରେ ଜେଜେ, ମୁଁ ଟିକେ ସାଙ୍ଗଙ୍କ ସାଥିରେ ଖେଳିକି ଆସୁ ଆସୁ ବିଳମ୍ବ ହୋଇଗଲା। ତମେ କାହିଁକି ଏତେ ବ୍ୟସ୍ତ ହେଉଛ? ମୁଁ ପରା ତୁମ ନାତି। ତମେ ଥାଉଁ ଥାଉଁ ମୋର କ'ଣ କିଛି ହୋଇପାରିବ କି? ହଉ ଛାଡ଼ ସେ କଥା। ଆଉ ଗୋଟିଏ କଥା ତୁମକୁ କହୁଛି ଶୁଣ। ସେ କଥାଟି ହେଉଛି ଆଜି ରାତିରେ ମୋ ସାଙ୍ଗ ରାଜୁ ଘରେ ରହିବ। ଆଉ ହଁ, ସେ ତୁମଠାରୁ ଭୂତ କଥା ଶୁଣିବ। ଆରେ ବା, ଭଲ କଥା। ଆଉ ତୁମେ ଦୁଇ ଜଣ ଗପ ଶୁଣିବ। ଆଉ ଗୋଟିଏ କଥା ମନେ ରଖ, ମୁଁ ଗପ କହିବି ମାନେ ତୁମେ ଦୁଇ ଜଣ ହଁ ହଁ ମାରିବ, ନହେଲେ ମୁଁ ଗପ କହିବା ବନ୍ଦ କରିଦେବି। ଆଉ ହଁ, ଯଦି ଭୂତ କଥା ଶୁଣି ଡର ତାହେଲେ ଗପ ବନ୍ଦ କରିଦେବି। ହଉ, ବହୁତ ହୋଇଗଲା କଥାବାର୍ତ୍ତା। ଏବେ ଆଉ ବିଳମ୍ବ ନକରି ଚାଲ ଘରକୁ ଯିବା। ତିନି ଜଣ ଏପରି କଥାବାର୍ତ୍ତା ହୋଇ ଖୁସି ହେଲେ ଏବଂ ରାତି ହେବା ପରେ ତିନି ଜଣ ଖାଇ ପିଇ ଦେଇ ତାଙ୍କ ଚକଟି ପାଖକୁ ପଳାଇ ଆସିଲେ। ରାଜୁ ମନ ବହୁତ ଖୁସି ଥିଲା, କାରଣ ସେ କେବେ ବି ଜେଜେଙ୍କ ଠାରୁ ଗପ ଶୁଣି ନଥିଲା। ଏଇଟା ତାର ପ୍ରଥମ ଥର ଥିବାରୁ ସେ ବହୁତ ଉତ୍ସାହିତର ସହ ଗପ ଶୁଣିବାକୁ ରେଡି ଥାଏ। ଜେଜେ, ମୁଁ ତୁମଠାରୁ ଗପ ଶୁଣିବା ପାଇଁ ପୁରା ଉତ୍ସାହିତ ହୋଇ ସକାଳୁ ରହିଲେଣି, ହେଲେ ତମେ ଏପର୍ଯ୍ୟନ୍ତ ଗପ ନ କହି କ'ଣ ଭାବୁଛ? ଏପରି ନ ଭାବି ଯେତେ ଶୀଘ୍ର ପାରୁଛ ଆମକୁ ସତଭୂତ କଥା କୁହ, ଆମେ ଶୁଣିବୁ। ହଉ ହଉ ରେ ମୋର ନାତି ଟୋକା, ତୁମେ ବ୍ୟସ୍ତ ହୁଅ ନା, ମୁଁ କହୁଛି। ବାସ୍ ଖାଲି ଟିକେ ପୁରୁଣା କଥାକୁ ମନେ ପକାଉଥିଲି। ଯଦି ସେଦିନ ମୁଁ ଭୂତ ହାବୁଡ଼ରେ ପଡ଼ିଥାନ୍ତି ତାହେଲେ ହୁଏତ ଆଜି ମୁଁ ଏଠାରେ ତୁମକୁ ଗପ ଶୁଣେଇବା ପାଇଁ ରହିନଥାନ୍ତି। ହଉ, ସେଦିନ କ'ଣ ହୋଇଥିଲା ମନ ଦେଇକି ଶୁଣ। ଗରମ ଦିନ ସମୟ, ଗାଁରେ ଜୋରେ ଗରମ ପଡ଼ିଥାଏ। ତେଣୁ ମୁଁ ମୋର ସାଙ୍ଗ ଅଜୁ ପାଖକୁ ପଳାଇଥାଏ ତାସ ଖେଳିବାକୁ। ଅଜୁ ହେଲା ଆମ ଆର ପାଖ ଗାଁର ଲୋକ। ମୁଁ ସେଠାରେ ତାସ ଖେଳୁ ଖେଳୁ ରାତି 12ଟା ହୋଇଗଲାଣି, ଜାଣିପାରୁନି। ଏତିକି ବେଳେ ମୋର ଚେତା ପଶିଲା କି ଅଧିକ ରାତି ହେଲାଣି ବୋଲି। ତେଣୁ ମୁଁ ଘରକୁ ଫେରିବାରେ ଲାଗିଲି। ଅଜୁ ମୋତେ କହୁଥିଲା ତାଙ୍କ ଘରେ ରହିବା ପାଇଁ, ହେଲେ ମୁଁ ନ ରହି ପଳାଇ ଆସିଲି ଆମ ଗାଁକୁ। ତାଙ୍କ ଗାଁରୁ ଆମ ଗାଁକୁ ଯିବା ପାଇଁ ଗୋଟିଏ ଜଙ୍ଗଲ ରାସ୍ତା ଥାଏ। ସେ ରାସ୍ତା ପୁରା ଭୟଙ୍କର ରାସ୍ତା। ସେଠାରେ ଲୋକେ ଦିନରେ ଯିବାକୁ ଡରନ୍ତି, ହେଲେ ମୁଁ ସାହସ କରି ପଳାଇ ଆସିଛି। ହେଲେ ଏତିକି ବେଳେ ମୋର ନଜର ପଡ଼ିଲା ଗଛ ଉପରେ ଗୋଟିଏ ଶୈତାନ ବସିଥାଏ, ଯାହାର ନଖ ଓ ଦାନ୍ତ ବଡ଼ ବଡ଼ ଓ ଦେହରେ ପୁରା ବଡ଼ ବଡ଼ ରୁମ ଥାଏ। ଏହା ଦେଖି ମୁଁ ଡରିଗଲି, ହେଲେ ମନେ ମନେ ଭଗବାନଙ୍କୁ ଡାକି ଧୀରେ ଧୀରେ ସେଠାରୁ ପଳାଇ ଆସିଲି। ଆରେ ଜେଜେ, ବଢ଼ିଆ ଲାଗିଲା ଏ ଗପ ଶୁଣିବାକୁ। ମୋତେ ଏକଥା ଶୁଣି ବହୁତ ଡର ଲାଗୁଛି। ତାହେଲେ ଭାବ, ମୁଁ ଯଦି ତୁମ ଜାଗାରେ ସତରେ ଥାଆନ୍ତି ତାହେଲେ ଡରିକି ସେଇଠାରେ ମରିଯାଇଥାନ୍ତି। ତୁମ ସାହସକୁ ମାନିବାକୁ ପଡ଼ିବ। ତମେ ସେଠାରୁ ଖସିକି ପଳାଇ ଆସିଲ। ହଉ ଜେଜେ, ଆଉ ଗୋଟିଏ ଏପରି ସତଭୂତ କଥା କୁହ ଯେମିତି ଆମେ ଦୁଇ ଜଣ ଭୟରେ ପୁରା କମ୍ପିବୁ। କୁହ କୁହ। ଆରେ ନାଇଁ ରେ ପିଲେ, ଆଜି ଆଉ ଗପ କହିପାରିବିନି, କାରଣ ମୋ ଦେହ ବହୁତ ଖରାପ ଥିବାରୁ ମୁଁ ପୁରା ଥକି ଯାଇଛି। ଆଜି ମୋର ଜମା ବି
गप कहबाकू इच्छा नथिला हेले राजू घर को आसीची बोली मु बाध्य हेली गप कहबाकू। हौ आजी सोई पड़ आउ केबे सतभूत कथा कहबी। जेजे नातींको भितरे एपरी कथाबार्ता चलिला एवं ता परदिन सकाळ हेबा परे राजू तांको घर को गला ओ घरे पहुँचबा परे राजू बापा संजय देखिला ता पुआ मन बहुत दुख थाए। यह देखि से पचारिले, अरे पुओ राजू तोर कौन होईची? तू एपरी दुखित थिला परी लागुचु। तू तो काली राति सारा तोर सांग घरे थिलु, सेठारे जमा भी पाठ पढ़ु नथिलु, खाली खेलुथिलु। एथिरे तो बहुत खुशी हेबा कथा, तू दुख करुछु। तोर आ बिजुर झगड़ा होई गला कि ना किछि असुविधा होईची कह? बापा मोर ओ बिजुर किछि भी झगड़ा होइनी, हेले मो मनरे सर्वदा गोटिए दुख अटकुची ओ सेटा हेला बिजुर जेजे अचंती से तांकु सर्वदा स्नेह श्रद्धा करूचंती। हेले मो जेजे कुआडे गले से काईकी मते देखा देउनांती। मते भी मो जेजेंको स्नेह श्रद्धा दरकार। तमे काईकी मो जेजेंको बंचाई पारिलो नाही? जदि मो जेजे आदि तांते ताहले मु भी बिजु परी गप सुनी बहुत खुशी होइतांती। अरे पुओ मु बुझी पारुछि तो दुख। जदि तो जेजेंको देह खराब होइथांता ताहले हुए तो मु किछि गोटे करी टंका खर्च करी भलो करी देइथांती। हेले तो जेजे जेपरी मले तांकु बंचाइबा बहुत कष्टकर थिला। से मरिचंती सत, हेले गोटिए वीर पुरुष भाबे मरिचंती। मु तते तो जेजेंको मरिबा विषय केबे भी कहि नथिली, हेले आजी कहूची सुन। आजिठू 25 वर्ष तले आम गाँव रे गोटिए भयंकर भूत पशी गाँव लोकन को मारुथिला। से भूत को डरी केही भी घरू बाहरु नथिले। हेले तो जेजे गाँव लोकन को बंचेबा पाई से भूत संगे लड़िले। लड़ी लड़ी भूत को मारिबा सह निजे मध्य मले। मु तांकु सेदिन बहुत अटकाउथिली न जिबा पाई, हेले से मो कथा को न मानी भूत संगे लड़िले ओ मले। आज जदि गाँ लोक शांति रे बुलुचंती ताहले तो जेजेंको पाई। एहा सुनी राजू दुख करुथिले मध्य ता जेजेंकर बहादुरी पाई बहुत खुशी हैला। बाप पुओ एपरी कथा हेउथिबा बेले घर बाहरु बिजू डाकिला, आरे सांग आज जीवा जंगल आड़ को खेलिबाकू। सेठारे खेलिबा सह मिठा मिठा जामुकोली खाइबा ओ मजा करिबा। तेणु शीघ्र चाल जिबा। मिठा जामुकोली गछ देखी चढ़ी जिबा, नहले जदि अन्य साही पिला सेठा को आगे पळांती ताहले आमे किछि भी पाइबा नाही। एहा सुनिबा परे राजू घर बाहर को आसिला ओ तापरे दुहे मिसी जंगल आड़ को गले। से जंगल रे पहुंचीचंती कि नाही हठात गोटिए आवाज आसिला। से आवाज सुनी एपरी लागुतिला सते जेमिति किए गोटिए असुविधा रे पड़िछि। अरे किए कोठी अछो? मते बंचाओ रे, नहले एठारे ए भूत मते मारि देबो। घरे मोर पिला छुआ अछंती, दया करी मते रक्षा करो। किए रक्षा करो रे, किए मते बंचाओ रे। एहा सुनी राजू कहिला, अरे बिजू किए बोधे जंगल रे असुविधा रे पड़िछि। चल तारो साहाय्य करिबा, नहले से मरि जिवो। तांकु बंचाइबा, ताकु बंचाइले से तार पिला छुआ पाखकु फेरी जिवो। अरे ए राजू तू पागल होई गलुनी कि? तू बोधे सुनी पारिलुनी से कौन कहूची? ताकू गोटिए भूत बंदिन करी रखिची। भूत संगे आमे लड़ी पारिबा नाही। तेणु चल एठारु पळाइबा। से मला कि गला आमर कौन जाउची? अरे बिजू तू बोधे सुनी पारिलु नाही, से असुविधा रे पड़िची। तांकु केवल आम छड़ा केही भी साहाय्य करि पारिबे नाही। जदि आज आमे एठारु पळाइबा ताहले बिचरा प्राणीटी मरि जिवो। तेणु तू जदि जिबा कथा जा, मु से प्राणीर साहाय्य करिबी। एहा सुनी बिजू डर रे गलानी। हेले राजू आवाज आसुथिबा जागा आड़ू को गला एवं आवाज आसुथिबा जागा रे पहुंचीबा परे से देखिला गोटिए बिलुआ गछरे बंधा होई थाए। बिलुआ राजू को देखिबा परे कहिला, अरे ए पुओ दया करी मते एठारु मुकुळा। मु मोर घर को जिबाकू चाहूची। जदि मु एठारु न जाए ताहले से भूत आसिले मते मारि देबो। तेणु किछि गोटे करी मते एठारु खोली दे पुओ। मु मोर घर
ଯିବାକୁ ଚାହୁଁଛି। ଆରେ ଏ ବିଲ ଭାଇ, ତମେ ଜମା ବି ଚିନ୍ତା କର ନା, ମୁଁ ତୁମକୁ ଏଠାରୁ ମୁକୁଳାଇବି। ବରଂ ମୁଁ ଆଜି ସେ ଭୂତର ଶିକାର ହେବି, ହେଲେ ତୁମକୁ ବଞ୍ଚାଇବି। ରାଜୁ ଏପରି କହୁଥିବା ବେଳେ ହଠାତ୍ ସେଠାରେ ଭୂତ ପ୍ରକଟ ହେଲା ଓ ରାଜୁକୁ ଦେଖି ବହୁତ ଖୁସି ହୋଇ କହିଲା, ଆରେ ବା, ଏଠାକୁ ତ ଗୋଟିଏ ମଣିଷ ଛୁଆ ପଳାଇ ଆସିଛି। ମୁଁ ଏବେ ବିଲୁଆକୁ ମାରିକି ଖାଇବା ସହ ଏ ଛୁଆକୁ ମଧ୍ୟ ମାରିକି ଖାଇବି। ହଇରେ ମୂର୍ଖ ଛୁଆ, ତୁ କଣ ଭାବୁଥିଲୁ ତୁ ଏଠାକୁ ଆସିବୁ ଓ ବିଲୁଆକୁ ବଞ୍ଚାଇକି ନେଇଯିବୁ ବୋଲି? ଏହା କଦାପି ସମ୍ଭବ ନୁହଁ। ତୋର ଏ ମୂର୍ଖାମି ପାଇଁ ଦେଖ, ତୋର ଆଜି ଜୀବନ ଯିବ। ଭୂତ ଏପରି କହିଛି କି ନାହିଁ, ହଠାତ୍ ସେଠାରେ ଗୋଟିଏ ବୁଢ଼ା ପ୍ରକଟ ହେଲା ଓ ସେ ତାର ଶକ୍ତି ମାଧ୍ୟମରେ ଭୂତକୁ ସେଇଠାରେ ମାରିଦେଲା। ଭୂତ ମରିବା ପରେ ସେ କହିଲା, ହଇରେ ରାଜୁ, ମୁଁ ହେଉଛି ତୋର ଜେଜେ। ମୁଁ ଜାଣିଛି ତୁ ମତେ ବହୁତ ଖୋଜୁଛୁ ବୋଲି, କାରଣ ତୋ ସାଙ୍ଗ ତା ଜେଜେର ସ୍ନେହ ପାଉଥିବା ବେଳେ ତୁ ସେ ସ୍ନେହ ପାଇପାରୁନୁ, ଯେଉଁଥିପାଇଁ ମୁଁ ବହୁତ ଦୁଃଖିତ। ହେଲେ ଏହା ଭାବିବୁନି ଯେ ମୁଁ ତୋ ସାଥିରେ ନାହିଁ ବୋଲି। ମୁଁ ସର୍ବଦା ତୋ ଉପର ନଜର ରଖେ, ତୁ ଚିନ୍ତା କରିବୁନି। ଏପରି ଯିଏ ବି ଅସୁବିଧାରେ ପଡ଼ିବ ତୁ ବିନା ଭାବି ତାର ସାହାଯ୍ୟ କରିବୁ। ଆଜି ତୁ ପ୍ରମାଣ କରିବା ସହ ଗର୍ବିତ ମଧ୍ୟ କରିଦେଲୁ ତୁ ମୋର ରକ୍ତ ବୋଲି। ଏପରି କହି ରାଜୁ ଜେଜେ ସେଠାରୁ ଅଦୃଶ୍ୟ ହୋଇଗଲେ।